ଆମର ଶ୍ରୀମଦ୍ ଭାଗବତ ଗୀତାରୁ ଗୋଟେ ଶ୍ଲୋକ କହିବାକୁ ମୁଁ ଚେଷ୍ଟା କରୁଛି, ଭୁଲ ହେଲେ କ୍ଷମା କରିବେ। ଯଥା ସର୍ବଗତଂ ସୂକ୍ଷ୍ମ୍ୟାଦାକାଶଂ ନୋପଲିପ୍ୟତେ ସର୍ବତ୍ରାବସ୍ଥିतो ଦେହେ ତଥାତ୍ମାଂ ନୋପଲିପ୍ୟତେ। ଯଦିଓ ଆକାଶ ସର୍ବବ୍ୟାପକ, ତଥାପି ସୂକ୍ଷ୍ମତା ଯୋଗୁଁ ଏହା କୌଣସିଥିରେ ମିଶେ ନାହିଁ। ଠିକ୍ ସେହିପରି ଯଦିଓ ଆତ୍ମା ଶରୀର ମଧ୍ୟରେ ଅବସ୍ଥାପିତ, ତଥାପି ବ୍ରହ୍ମ ଦୃଷ୍ଟିରେ ଥିବାରୁ ଶରୀର ସହିତ ମିଶେ ନାହିଁ। ଜଳ, ପଙ୍କ, ମଳ ଏବଂ ଯେକୌଣସି ପଦାର୍ଥ ମଧ୍ୟରେ ବାୟୁର ପ୍ରବେଶ ରହିଛି, ତଥାପି ଏହା କୌଣସିଥିରେ ମିଶେ ନାହିଁ। ଠିକ୍ ସେହିପରି ଜୀବାତ୍ମା ତାର ସୂକ୍ଷ୍ମ ସ୍ୱଭାବ ଯୋଗୁଁ ବିଭିନ୍ନ ପ୍ରକାର ଶରୀର ମଧ୍ୟରେ ରହିଥାଏ, ତଥାପି ସେସବୁଥିରେ ଏହା ଜଡ଼ିତ ହୁଏ ନାହିଁ। ତେଣୁ ଜୀବାତ୍ମା କିପରି ଶରୀରସ୍ଥ ହୋଇଛି ଏବଂ ଶରୀରର ବିନାଶ ପରେ ସେ କିପରି ଶରୀର ବାହାରେ ରହେ, ଏହା ଆମ୍ଭେମାନେ ଆମ୍ଭମାନଙ୍କର ଏ ଭୌତିକ ଚକ୍ଷୁ ସାହାଯ୍ୟରେ ଦେଖିବା ସମ୍ଭବପର ନୁହେଁ। କେହି ବିଜ୍ଞାନ ସାହାଯ୍ୟରେ ମଧ୍ୟ ଏହା ସ୍ଥିର କରିପାରିବେ ନାହିଁ। ଏହାକୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝେଇଥିଲେ।